ଶୀତଳ ଷଷ୍ଠୀ ଅବସରରେ ବାଲେଶ୍ୱରରେ ଅନୁଷ୍ଠିତ ହେଲା ଶିବ ପାର୍ବତୀ ବିବାହ। ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବ ମୁଖରିତ କୁରୁଡ଼ାସ୍ଥିତ ଶ୍ରୀ ଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠ। ପଶ୍ଚିମ ଓଡ଼ିଶାର ଏକ ମୁଖ୍ୟ ପର୍ବ ଭାବେ ଶୀତଳ ଷଷ୍ଠୀ ଯାତ୍ରା ସାରା ବିଶ୍ୱରେ ବେଶ ପରିଚିତି। ତେବେ ଏହି ଯାତ୍ରା କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ହୋଇ ରହିନାହିଁ, ବରଂ ରାଜ୍ୟର କୋଣ ଅନୁକୋଣରେ ଏହା ପାଳିତ ହେଉଥିବା ଲକ୍ଷ୍ୟ କରାଯାଇଛି। ଏହି ଯାତ୍ରାର ମୁଖ୍ୟ ଉତ୍ସବ ଶିବ ପାର୍ବତୀ ବିବାହ କାର୍ଯ୍ୟ ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଶୈବପୀଠରେ ସମ୍ପନ୍ନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ାସ୍ଥିତ ଶ୍ରୀ ଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହରଗୌରୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରତର ବିଭିନ୍ନ ଭାଗରେ ଏହି ଶିବ ବିବାହ ଉତ୍ସବ ପାଳିତ ହେଉଥିବା ବେଳେ ଇତିହାସ ଅନୁସାରେ ଓଡ଼ିଶାରେ ପ୍ରାୟତଃ 400 ବର୍ଷ ପୂର୍ବରୁ ସମ୍ବଲପୁରର ଚୌହାନ ରାଜବଂଶ ଶାସନ କାଳରେ ରାଜା ଅଜିତ ସିଂ ଏହି ଶୀତଳ ଷଷ୍ଠୀ ଯାତ୍ରାର ପ୍ରଥମେ ଶୁଭାରମ୍ଭ କରିଥିଲେ। ବିଶେଷ କରି ଜାତିଆଣ ଭେଦଭାବ ଦୂର କରିବା, ଭାଇଚାରା ସୃଷ୍ଟି କରିବା, ଧନୀ ଦରିଦ୍ରଙ୍କ ମଧ୍ୟରେ ଦୂରତାକୁ କମ୍ କରିବା ପ୍ରଭୃତି ଲକ୍ଷ୍ୟ ନେଇ ଶିବ ପାର୍ବତୀ ବିବାହ ଉତ୍ସବ ଓ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିଲା। ଶିବ ପୁରାଣ ଅନୁଯାୟୀ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ। କିମ୍ବଦନ୍ତୀ କହେ, ଦୈତ୍ୟରାଜ ତାରକାସୁର ଅତ୍ୟାଚାରରୁ ବ୍ରହ୍ମାଣ୍ଡକୁ ରକ୍ଷା କରିବାକୁ ଯାଇ ଭଗବାନ ବିଷ୍ଣୁ ଏହି ବିବାହ ଉତ୍ସବ ରଚନା କରିଥିଲେ। ଯଦିଚ ତାରକାସୁର ଶିବପୁତ୍ରଙ୍କ ହାତରେ ପ୍ରାଣ ହରାଇବାର ବରପ୍ରାପ୍ତ ହୋଇଥିଲେ, ତେବେ ଶକ୍ତିଙ୍କର ମୃତ୍ୟୁ ପରେ ମହାଦେବ ବ୍ରହ୍ମାଣ୍ଡ ଛାଡ଼ି ଧ୍ୟାନ ମୁଦ୍ରାରେ ଅବସ୍ଥାନ କରୁଥିଲେ। ଭଗବାନ ବିଷ୍ଣୁ ବିଶ୍ୱର କଲ୍ୟାଣ ନିମନ୍ତେ ଶିବଙ୍କ ସନ୍ତାନ ପ୍ରାପ୍ତି ଲାଗି ପାର୍ବତୀ ରୂପରେ ମହାଦେବଙ୍କୁ ବିବାହ କରିବା ଲାଗି ଶକ୍ତିଙ୍କୁ ପ୍ରବର୍ତ୍ତାଇଥିଲେ। ଏହି ପରିପ୍ରେକ୍ଷୀରେ ଶକ୍ତି ହିମାଳୟର ପୁତ୍ରୀ ପାର୍ବତୀ ରୂପରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମହାଦେବଙ୍କୁ ବିବାହ କରିଥିଲେ। ବିବାହ ପରେ ଶିବ ପାର୍ବତୀ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ ଯାତ୍ରାକୁ ଶୀତଳ ଷଷ୍ଠୀ ଭାବେ ପାଳିତ ହୋଇ ଆସୁଛି। ଏହି ଅବସରରେ ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ାସ୍ଥିତ ଶ୍ରୀ ଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୀଠ ଅଧିଷ୍ଠାତ୍ରୀ ଶକ୍ତି ସ୍ୱରୂପିଣୀ ମା ବଗଳାମୁଖୀଙ୍କର କନ୍ୟା ଓ ବର ଭାବେ ପୀଠରକ୍ଷକ ବାବା ବିଶ୍ୱନାଥଙ୍କର ବିବାହ ସମ୍ପନ୍ନ ହୋଇଥିଲା। ଅପର୍ଣ୍ଣା ସାହୁ ଓ ଦୀପ୍ତିକାନ୍ତ ସାହୁ କନ୍ୟାକର୍ତ୍ତା ଏବଂ ତନୁଜା ରଣା ଏବଂ ରାମଚନ୍ଦ୍ର ରଣା ବରକର୍ତ୍ତା ରୂପେ ଦାୟିତ୍ୱ ତୁଲାଇଥିଲେ। ସମ୍ପୂର୍ଣ୍ଣ ଓଡ଼ିଆ ପରମ୍ପରା ଓ ବୈଦିକ ରୀତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହ କର୍ମକାଣ୍ଡ ପୂର୍ବରୁ ବାବା ବିଶ୍ୱନାଥଙ୍କର ସମସ୍ତ ନୀତି ପୂଜା ସହ ଦିବସବ୍ୟାପୀ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା। ବାବାଙ୍କର ଚଳନ୍ତି ପ୍ରତିମା ବିଗ୍ରହକୁ ହରକୁ ବର ବେଶରେ ଏବଂ ମା ବଗଳାମୁଖୀଙ୍କର ଚଳନ୍ତି ପ୍ରତିମାକୁ ଗୌରୀ କନ୍ୟା ବେଶରେ ସଜ୍ଜିତ କରାଯାଇ ବିବାହ ମଣ୍ଡପକୁ ଅଣାଯାଇଥିଲା। ଭଜନ କୀର୍ତ୍ତନ ବାଦ୍ୟ ଓ ରୋଷଣୀ କରାଯାଇ ଉଭୟ ବରକନ୍ୟାଙ୍କୁ ମନ୍ଦିର ବେଢ଼ା ପରିକ୍ରମା ସହ ଯଜ୍ଞବେଦୀକୁ ନିଆଯାଇ ସେଠାରେ ବରଧରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ବ୍ରାହ୍ମଣଙ୍କର ବେଦପାଠ ଓ ଜ୍ୟୋତିଷଙ୍କର ପଞ୍ଜିକା ନିର୍ଘଣ୍ଟ ଅନୁସାରେ ଉଭୟ ବରକନ୍ୟାଙ୍କୁ ସୁସଜ୍ଜିତ ବିମାନରେ ବିଜେ କରାଯାଇଥିଲା। ସେଠାରେ କନ୍ୟାମାତା ଅପର୍ଣ୍ଣା ସାହୁ ବରମାତା ତନୁଜା ରଣା କନକାଞ୍ଜଳି ବାନ୍ଧିବା ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଓଡ଼ିଆ ରୀତିନୀତି ଅନୁସାରେ 7 ଜଣ ସଧବା ବିଧବା ବେଦୀରେ ବରକନ୍ୟାଙ୍କୁ ବନ୍ଦାପନା କରିଥିଲେ। ଏହାପରେ ଯଜ୍ଞାନୁଷ୍ଠାନ ସହ ବରକନ୍ୟାଙ୍କର ହାତଗଣ୍ଠି ପଡ଼ିଥିଲା। କନ୍ୟା ଭଗ୍ନୀ ଭାବେ ହାତଗଣ୍ଠି ପିଠାଇଥିଲେ ମନସ୍ୱିନୀ ସାହୁ। ଶହ ଶହ ଶ୍ରଦ୍ଧାଳୁଙ୍କର ଉପସ୍ଥିତି ତଥା ମହିଳାଙ୍କର ଶଙ୍ଖ ହୁଳହୁଳି ଶବ୍ଦରେ ସମଗ୍ର ପରିବେଶ ହରଗୌରୀମୟ ହୋଇ ଉଠିଥିଲା। ପୀଠାଧୀଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସମସ୍ତ କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା। ଉପାଚାର୍ଯ୍ୟ ଆଦିତ୍ୟ ନାରାୟଣ ମିଶ୍ର ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ये जो शीतल षष्ठी ब्रह्मांकर निर्देशानुक्रमे देवता माने माँ भगवती को आराधना करिबा परे माँ हिमालयंकर पर्वतराज हिमालयंक कन्या रूप में जन्मग्रहण करथिले एवं आजि दिन रे ज्येष्ठ मास शुक्लपक्ष पंचमी तिथि रे आशुतोष भगवान सहित तांकर पाणिग्रहण होइथिला एवं एई पाणिग्रहण परे रौद्र रूप धारण करिथिबा बाबा आमर सौम्य रूप को एवं शीतल होइथिबारु आजि दिनर नाम शीतल षष्ठी एवं ये पाणिग्रहण होइथिबा हेतु आज सबुआडे शिव विवाह अनुष्ठित हो। आज दिन में आमर ये जो पीठ श्री श्री पीताम्बरा सिद्ध महाशक्ति पीठरे बाबा महामृत्युंजय एवं पीताम्बरा माँ बगलामुखींकर मध्य ये विवाह उत्सव महासमारोह शिष्य मानक द्वारा भक्त मानक द्वारा पालित होउछि
समस्त कर्म विवाह कर्म जहाँ जहाँ हुए पानी मंगल हांडी पानी उठा गुआ मंगला दियो मंगला इत्यादि समस्त कर्म हैला परे वर्तमान बरकर्ता एवं कन्याकर्ता बसिचंती उभय मांकर विवाह उत्सव चली भोजीर व्यवस्था करा जाइछि भक्त मानक द्वारा समस्त कार्य संपादन हो विवाह कर्म रे हाँ विधान समस्त प्रकार अनुष्ठित कराई जेमिति कि बरर कर्ता एवं कन्यार कर्तांकर लग्न स्थिर कार्यक्रम कराई थाए लग्न धरा करा जाई थाए एवं आजि दिन रे सखाळु मांकर मंगल हांडी बसिबा एवं कनकांजलि बंधा होबा एवं पानी उठिबा इत्यादि इत्यादि सात अयंक द्वारा जो कार्यक्रम सेगुड़ा समस्त संपन्न होइचंती हेला परे विवाह कार्यक्रम चालू रही एवं आज संध्या बेलू मांकर विशेष आरती हम बाबांकर मांकर एवं महाआरती परे आज कार्य संपन्न हो शेष में आयोजित देव विवाह भोजी समस्ते उपस्थित श्रद्धालु योगदान करथिले।